Welcome everyone to my channel. ଆଜି ଆମେ ଡିସ୍କସନ କରିବା ପ୍ୟାରିସ ଅଲିମ୍ପିକ ଉପରେ। ନିକଟ ଅତୀତରେ ଅଲିମ୍ପିକ୍ସ ଫ୍ରାନ୍ସ ପ୍ୟାରିସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଲିମ୍ପିକ୍ସ 2024 ପ୍ୟାରିସ ଅଲିମ୍ପିକ୍ସରେ ଭାରତ କେତେତମ ସ୍ଥାନ ରହିଲା, ଭାରତ କେତୋଟି ପଦକ ଜିତିଲା, ତାହା ମଧ୍ୟ ଆମେ ଡିସ୍କସନ କରିବା। ତାହା ସହିତ ଅଲିମ୍ପିକର ଇତିହାସ ଏବଂ ଭାରତର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଖେଳ ଆରମ୍ଭ ହେବା ଦିନଠାରୁ ଭାରତ କେତୋଟି ପଦକ ଜିତିଛି ଏବଂ କେଉଁ କେଉଁ ଖେଳରେ ଭାଗ ନେଇଛି ସେ ବିଷୟରେ ମଧ୍ୟ ଆମେ ଡିସ୍କସନ କରିବା। ଏବେ ଚାଲନ୍ତୁ ଆମେ ଅଲିମ୍ପିକ୍ସ ଉପରେ ଆଜି ଆଲୋକପାତ କରିବା। ସୋ ଏହି ଅଲିମ୍ପିକ୍ସଟି ଏହି ଆମର 2024 ଏହା ସମର ଅଲିମ୍ପିକ୍ସ ନାମରେ ଖ୍ୟାତ, କାରଣ ୱିଣ୍ଟର ଅଲିମ୍ପିକ୍ସ ମଧ୍ୟ ହୁଏ, ପାରା ଅଲିମ୍ପିକ୍ସ ମଧ୍ୟ ହୁଏ। ତେଣୁ ଏହାକୁ ଆମେ କହିବା 2024 ସମର ଅଲିମ୍ପିକ୍ସ। ଏହା ଏକ ଇଣ୍ଟରନ୍ୟାସନାଲ ମଲ୍ଟି ସ୍ପୋର୍ଟ ଇଭେଣ୍ଟ। ଏହା ହେଉଛି ଅଲିମ୍ପିକର 33rd ଏଡିସନ। 33ତମ ଅଲିମ୍ପିକ ଏଡିସନ ଅଟେ। ପ୍ୟାରିସ ବା ଫ୍ରାନ୍ସରେ ଏହା ତୃତୀୟ ଥର ପାଇଁ ହୋଇଛି। ଥାର୍ଡ ଟାଇମ ହୋଇଛି 1900 ମସିହାରେ ହୋଇଥିଲା, 1924ରେ ହୋଇଥିଲା। ଏ 1900 ମସିହାରେ ଭାରତ ପ୍ରଥମ କରି ଭାଗ ନେଇଥିଲା, ଯେଉଁ ଅଲିମ୍ପିକରେ ଭାରତ 2ଟି ପଦକ ଜିତିଥିଲା। ଇଣ୍ଡିଭିଜୁଆଲ ଅଲିମ୍ପିକରେ ସେ ଜଣେ ଆଙ୍ଗ୍ଲୋ ଇଣ୍ଡିଆନ ଜିତିଥିଲେ। ବିଫୋର ଇଣ୍ଡିପେଣ୍ଡେନ୍ସ 1900 ମସିହାରେ ଭାରତ ପ୍ରଥମ କରି ଅଲିମ୍ପିକ୍ସରେ ଭାଗ ନେଇଥିଲା। 1900 ମସିହା, 1924 ମସିହା ଏବଂ 2024 ମସିହାରେ ତୃତୀୟ ଥର ପାଇଁ ଫ୍ରାନ୍ସ ପ୍ୟାରିସ ଠାରେ ସମର ଅଲିମ୍ପିକ୍ସ ଅନୁଷ୍ଠିତ ହେଉଛି। ଏହି ଅଲିମ୍ପିକ୍ସରେ ଆମର 10,500 ଜଣ ଆଥଲେଟ ପାର୍ଟିସିପେଟ କରୁଛନ୍ତି। ସେମାନେ 32 ସ୍ପୋର୍ଟ ଓ 329ଟି ଇଭେଣ୍ଟରେ ଭାଗ ନେବେ। ଏହି ପ୍ରତିଯୋଗିତାଟି 26 ଜୁଲାଇ 2024ରୁ ଆରମ୍ଭ ହୋଇଥିଲା। ଏହା ଶେଷ ହୋଇଛି 11 ଅଗଷ୍ଟ 2024ରେ ଶେଷ ହୋଇଛି। ତ ଅଲିମ୍ପିକ ଗେମର ମୋଟୋ କଣ ଅଛି ନା, ଅଲିମ୍ପିକ ଗେମର ମୋଟୋ ହେଉଛି ଗେମ୍ସ ୱାଇଡ ଓପନ। ଗେମ୍ସ ୱାଇଡ ଓପନ ହେଉଛି ଅଲିମ୍ପିକ ଗେମର ମୋଟୋ। ତ ଅଲିମ୍ପିକ ଡେ ଅଲ ଓଭର ୱାର୍ଲଡରେ ଆମେ 23 ଜୁନକୁ ଅଲିମ୍ପିକ ଡେ ରୂପେ ପାଳନ କରିଥାଉ। ତ ଅଲିମ୍ପିକର ଆମର ଥିମ୍ ହେଉଛି ଲେଟ୍ସ ମୁଭ ଆଣ୍ଡ ସେଲିବ୍ରେଟ। ଏସବୁ ମନେ ରଖିବେ, ଏସବୁ ଏକ୍ସାମରେ ବି ଆମର ଯୋଉ ଗଭର୍ଣ୍ଣମେଣ୍ଟ ଏକ୍ସାମରେ ଏସବୁ ଆସିପାରେ। ହ୍ୱାଟ ଇଜ ଦ ଥିମ୍ ଅଫ Olympic 2024? It's let's move and celebrate. And also, when Olympic Day is observed 23rd June, what is the motto of Olympics? Games wide open. So different type of more question ମଧ୍ୟ ଆସିପାରେ। So next ଦେଖିବା, ତ ଏଇ ଯୋଉ 2024 ଅଲିମ୍ପିକର ପ୍ୟାରିସ ଅଲିମ୍ପିକର ମାସ୍କଟ କଣ ଥିଲା ନା ଫ୍ରିଗିଆନ କ୍ୟାପ। ଏହା ରିପ୍ରେଜେଣ୍ଟ କରେ ଫ୍ରିଡମ ଆଣ୍ଡ ଶୋକେସେସ୍ ଇମ୍ପୋର୍ଟାଣ୍ଟ ହିଷ୍ଟୋରିକାଲ ଫିଗର୍ସ ଅଫ ଦ ଫ୍ରେଞ୍ଚ ରିପବ୍ଲିକ। ସୋ ଫ୍ରେଞ୍ଚ ରିପବ୍ଲିକର ଯୋଉ ହିଷ୍ଟୋରିକାଲ ଫିଗର ମାନଙ୍କୁ ଶୋକେସ କରିଥାଏ, ତା ସହିତ ଫ୍ରିଡମ ମଧ୍ୟ ଶୋକେସ କରିଥାଏ। ଏଇଟା ହେଉଛି ଫ୍ରିଗିଆନ କ୍ୟାପ। ଏହା ଆମର ମାସ୍କଟ ରୂପେ ବ୍ୟବହୃତ ହୋଇଥିଲା 2024 ଅଲିମ୍ପିକରେ। 2024 ପ୍ୟାରିସ ଅଲିମ୍ପିକର ଏଟା ହେଉଛି କଣ ଆମର ମାସ୍କଟ। ସୋ ନେକ୍ସଟ ହେଲା ମୋଟୋ ଅଫ ଅଲିମ୍ପିକ। କଣ ନା ମୋଟୋ ଅଫ ଅଲିମ୍ପିକ ହେଉଛି, ଏଟା ଏକ ଲାଟିନ ନାମ, ସିଟିଅସ ଅଲ୍ଟିଅସ ଫୋର୍ଟିସ ଅର କମ୍ୟୁନିଟର। ତାର ଇଂଲିଶ ମିନିଂ ହେଉଛି ଫାଷ୍ଟର, ହାୟର, ଷ୍ଟ୍ରଙ୍ଗର, ଟୁଗେଦର। ସୋ ମୋଟୋ ଅଫ ଅଲିମ୍ପିକ ହେଉଛି ଫାଷ୍ଟର, ହାୟର, ଷ୍ଟ୍ରଙ୍ଗର ଆଣ୍ଡ ଟୁଗେଦର। ସୋ ନେକ୍ସଟ ଦେଖିବା, ନେକ୍ସଟ ହେଉଛି ରିଙ୍ଗସ ଅଫ ଅଲିମ୍ପିକ୍ସ। ଅଲିମ୍ପିକରେ କେତୋଟି ରିଙ୍ଗ ବ୍ୟବହାର କରାଯାଇଥାଏ ନା 5ଟି ରିଙ୍ଗ, 1, 2, 3, 4 and 5. ବ୍ଲୁ, ବ୍ଲାକ୍, ରେଡ, ଦେନ୍ ୟେଲୋ ଆଣ୍ଡ ଗ୍ରୀନ। ସୋ ଏଇ ଯୋଉ 5ଟି ରିଙ୍ଗ 5ଟି କଣ୍ଟିନେଣ୍ଟକୁ ଦର୍ଶାଇଥାଏ। ଏସିଆ, ଆଫ୍ରିକା, ଆମେରିକା, ୟୁରୋପ ଆଣ୍ଡ ଓସେନିଆ। ଯୋଉ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓସେନିଆ ଗ୍ରୁପରେ ଯିବେ, ଓସେନିଆ। ତ ରିଙ୍ଗସ ଅଫ ଅଲିମ୍ପିକ୍ସ ଇଜ ଦ ସିମ୍ବଲ ଅଫ Olympics. So remember this one, that what is the symbol of Olympics? Na rings of Olympics is the symbol of Olympics. Next ହେଉଛି ଆମର ଅଲିମ୍ପିକ୍ସ। ଆମର ମଡର୍ନ ଅଲିମ୍ପିକ୍ସ କେବେ ହେଇଥିଲା? ମଡର୍ନ ଅଲିମ୍ପିକ୍ସ ଜନ୍ମଦାତା କିଏ? ମଡର୍ନ ଅଲିମ୍ପିକ୍ସ ହୋଇଥିଲା 1896 ମସିହାରେ ହୋଇଥିଲା। ତ 1894ରେ ଆମର ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି ଗଠିତ ହୋଇଥିଲା 1894ରେ। ତାଙ୍କୁ କିଏ ଗଠନ କରିଥିଲା ନା ବାରନ ପିର୍ଡି କୁବର୍ଟିନ। ତାଙ୍କୁ ଫାଦର ଅଫ ମଡର୍ନ ଅଲିମ୍ପିକ ଗେମ୍ କୁହାଯାଇଥାଏ। ସେ 1894 ମସିହାରେ ଇଣ୍ଟରନ୍ୟାସନାଲ ଅଲିମ୍ପିକ କମିଟି ଗଠନ କରିଥିଲେ।
ତେଣୁକରି 1894 ମସିହାରେ ଇଣ୍ଟରନ୍ୟାସନାଲ ଅଲମ୍ପିକ କମିଟି ଗଠନ ହେଲା ପରେ ଏଥେନ୍ସରେ 1800 ଗ୍ରୀସର ଏଥେନ୍ସରେ 1896ରେ ପ୍ରଥମ ଅଲମ୍ପିକ ଖେଳ ଆମର ଉଦ୍ଘାଟିତ ହୋଇଥିଲା। ତେଣୁକରି ଆନ୍ସିଏଣ୍ଟ ଅଲମ୍ପିକ ଆଣ୍ଡ ଅଲମ୍ପିଆ ସହର ହେଉଛି ଗ୍ରୀସର ଅଲମ୍ପିଆ ସହରରେ ହଉଥିଲା। କେବେ ନା 8th ସେଞ୍ଚୁରୀ ବିସିରୁ ବିଫୋର ଫାଷ୍ଟ 8th ସେଞ୍ଚୁରୀରୁ 4th ସେଞ୍ଚୁରୀ ଏଡି ମଧ୍ୟରେ ଅଲମ୍ପିଆ ସହରରେ ଆମର ଗ୍ରୀସ ଯୋଉ ଦେଶରେ ସେଠି ଆନ୍ସିଏଣ୍ଟ ଅଲମ୍ପିକ ହଉଥିଲା। ମଡର୍ଣ୍ଣ ଅଲମ୍ପିକ ଷ୍ଟାର୍ଟ ହେଲା କେବେ ନା 1896 ଗ୍ରୀସର ଏଥେନ୍ସ ଠାରେ। ଓକେ, ତ ମଡର୍ଣ୍ଣ ଅଲମ୍ପିକ୍ସର ଜନ୍ମଦାତା ହଉଛନ୍ତି ବାରନ ପିୟର ଡି କୁବର୍ଟିନ। ଏଇ ବ୍ୟକ୍ତି ଜଣକ ହେଉଛନ୍ତି ମଡର୍ଣ୍ଣ ଅଲମ୍ପିକ୍ସର ଜନ୍ମଦାତା କୁହାଯାଏ। ଓକେ, ଦ ଅଲମ୍ପିକ ଫ୍ଲାଗ ୱାଜ ଆଡପ୍ଟେଡ ଇନ୍ 1914। ଓକେ, 1914 ମସିହାରେ ଅଲମ୍ପିକ ଫ୍ଲାଗ ଆଡପ୍ଟେଡ କରାଯାଇଥିଲା। ବଟ୍ ଫାଷ୍ଟ ଫ୍ଲୋନ୍ ଇନ୍ ବେଲଜିୟମ 1920। ବେଲଜିୟମ ଅଲମ୍ପିକ ଯୋଉ 1920ରେ ହୋଇଥିଲା ସେଠାରେ ଅଲମ୍ପିକ ଫ୍ଲାଗ ଆମର ଡିସପ୍ଲେ କରାଯାଇଥିଲା, କିନ୍ତୁ ଆଡପ୍ଟେଡ ହୋଇଥିଲା ଫାଷ୍ଟ 1914 ମସିହାରେ। ଓକେ, ତ ନେକ୍ସଟ ହେଲା ଅଲମ୍ପିକ ଫ୍ଲେଗ। ଅଲମ୍ପିକ ଫ୍ଲେଗ ହାଜ ବିନ୍ ଆନ୍ ଅଲମ୍ପିକ ସିମ୍ବଲ ସିନ୍ସ 1928 ଆମଷ୍ଟରଡାମ ଅଲମ୍ପିକ ଗେମ୍ସ। ଓକେ, 1928 ମସିହାରୁ ଅଲମ୍ପିକ ଫ୍ଲେମ୍ସକୁ ଅଲମ୍ପିକର ସିମ୍ବଲ ଭାବେ ଗ୍ରହଣ କରାଯାଉଛି। ଟର୍ଚ ରାଲି କେବେ ଆରମ୍ଭ କରାଯାଇଥିଲା ନା 1936 ସମର ଅଲମ୍ପିକ ବର୍ଲିନ ଠାରେ ଆମର ଟର୍ଚ ରାଲି ଅଲମ୍ପିକ ଟର୍ଚ ରାଲି ଯୋଉ ରିଲେ ଆମର ଆରମ୍ଭ କରାଯାଇଥିଲା। ଓକେ, ସୋ ଅଲମ୍ପିକ ବିଷୟରେ ଆଉ କିଛି କିଛି କଥା ଜାଣିବା ଅଲମ୍ପିକ ଇତିହାସ ବିଷୟରେ। ୱାର୍ଲଡ ୱାର ଚାଲିଥିବା ସମୟରେ ଆମର 1916 ମସିହା 1914ରୁ 18 ହୋଇଥିଲା। ତାପରେ ଆମର ଫାଷ୍ଟ ୱାର୍ଲଡ ୱାର ହେଇଥିଲା 1916 ମସିହା ଏବଂ 1940 ଏବଂ 1944 ଏଠି ଆମର ସେକେଣ୍ଡ ଯୋଉ ୱାର୍ଲଡ ୱାର ହୋଇଥିଲା। ସେଇପାଇଁ ଅଲମ୍ପିକ ଗେମ୍ସ 1916, 1940 ଏବଂ 1944 ମସିହାରେ ଅନୁଷ୍ଠିତ ହୋଇନଥିଲା। ଫାଷ୍ଟ ଅଲମ୍ପିକ ଗେମ୍ସ ଟୁ ଫିଚର ଫିମେଲ ଆଥଲେଟ୍ସ 1900 ମସିହାରେ ଯୋଉ ଫ୍ରାନ୍ସର ପ୍ୟାରିସ ଠାରେ ହୋଇଥିଲା। ସେଇଠାରେ ପ୍ରଥମ କରି ଆମର 1896 ପ୍ରଥମ ହେଇଥିଲା ଅଲମ୍ପିକ ଗେମ୍। ଆଉ ପ୍ରଥମ ଫିମେଲ ମାନେ ଯୋଉ ପାର୍ଟିସିପେଟ କରିଥିଲେ ଅଲମ୍ପିକ ଗେମ୍ ସେଟା ହଉଛି 1900 ମସିହା ପ୍ୟାରିସ ଅଲମ୍ପିକ। ସେଇଟା ମଧ୍ୟ ଭାରତ ମଧ୍ୟ ପ୍ରଥମ ଥର ପାଇଁ ନିଜ ଖେଳାଳିଙ୍କୁ ପଠାଇଥିଲା। ତ ୟୁଏସଏ ମୋଷ୍ଟ ଅଫ ଦ ଟାଇମ ମ୍ୟାକ୍ସିମମ୍ ଟାଇମ କିଏ ହୋଷ୍ଟ କରିଛି ଆମର ଅଲମ୍ପିକ ଗେମ୍ସ ନା ୟୁଏସଏ। 1904 ମସିହା, 1932 ମସିହା, 1984 ମସିହା ଏବଂ 1996 ମସିହା 4 ଥର ୟୁଏସଏ ହୋଷ୍ଟ କରିଛି। ଓକେ, ତ ଅଲମ୍ପିକ୍ସର ଭ୍ୟାଲ୍ୟୁ କଣ? ଅଫିସିଆଲ ଭ୍ୟାଲ୍ୟୁ ହଉଛି କଣ ନା ଜୟ ଅଫ ଏଫର୍ଟ, ଫେୟାର ପ୍ଲେ, ରେସପେକ୍ଟ ଫର ଅଦର୍ସ, ପରସ୍ୟୁଟ ଅଫ ଏକ୍ସେଲେନ୍ସ, ବାଲାନ୍ସ ବିଟୱିନ୍ ବଡି, ୱିଲ୍ ଆଣ୍ଡ ମାଇଣ୍ଡ। ଏ ପାଞ୍ଚଟା ହଉଛି ଅଫିସିଆଲ ଅଲମ୍ପିକ ଭ୍ୟାଲ୍ୟୁଜ। ଏଟା ମନେ ରଖିଥିବେ, ବେଳେ ବେଳେ ଅପସନରେ ଆସିପାରେ, ଚାରୋଟି ଦେଇଥିବ କୋଉଟାକୁ ଚିହ୍ନିବା ପାଇଁ ଦେଇପାରେ ଅଲମ୍ପିକ ଭ୍ୟାଲ୍ୟୁଜ କଣ। ଓକେ, ତ 1904 ସେଣ୍ଟ ଲୁଇସ୍ ମିସୋରି ଯୋଉ ଆମର ୟୁନାଇଟେଡ ଷ୍ଟେଟ ଅଲମ୍ପିକ ଗେମ୍ ହୋଇଥିଲା 1904 ଥାର୍ଡ ଅଲମ୍ପିକ୍ସ। ସେଇଠାରେ ଫାଷ୍ଟ ଗୋଲ୍ଡ, ସିଲଭର ଆଉ ବ୍ରୋଞ୍ଜ ମେଡାଲ ଦିଆଯାଇଥିଲା। ଓକେ, ଫାଷ୍ଟ ଦିଆହେଲା ଗୋଲ୍ଡ, ସିଲଭର, ବ୍ରୋଞ୍ଜ ମେଡାଲ କେଉଁ ଅଲମ୍ପିକରେ ଦିଆଯାଇଥିଲା ନା 1904 ୟୁନାଇଟେଡ ଷ୍ଟେଟ ଯୋଉ ଅଲମ୍ପିକ ହୋଇଥିଲା ସେଇଟା ଆମର ସର୍ବୋପରି ସେଟା ହବ ଆମର ତୃତୀୟ ଅଲମ୍ପିକ୍ସ। 1896 ଏଥେନ୍ସ ହେଲା, 1900ଟା ହେଲା ପ୍ୟାରିସରେ, 1904 ହେଲା ୟୁଏସଏ। ସେଠାରେ ଆମେ ପ୍ରଥମ କରି ଗୋଲ୍ଡ, ସିଲଭର ଆଉ ବ୍ରୋଞ୍ଜ ମେଡାଲ ଦିଆଯାଉଥିଲା। ତ ଫାଷ୍ଟ ଓପନିଂ ସେରିମନି, ଓକେ, ଉଦ୍ଘାଟନ ଉତ୍ସବ 1908 ମସିହା ଲଣ୍ଡନ ଅଲମ୍ପିକରେ ବା ଚତୁର୍ଥ ଅଲମ୍ପିକରେ ହୋଇଥିଲା ଫାଷ୍ଟ ଉଦ୍ଘାଟନୀ ସେରିମନି, ଓପନିଂ ସେରିମନି। ତା ଆଗରୁ ଯୋଉ ପ୍ରଥମ ତିନୋଟି ହୋଇଥିଲା ସେଥିରେ ଓପନିଂ ସେରିମନି ନଥିଲା। ଆମର 1908 ମସିହା ଲଣ୍ଡନ ଅଲମ୍ପିକରେ ଉଦ୍ଘାଟନୀ ଉତ୍ସବ ପ୍ରଥମ କରି ଆରମ୍ଭ କରାଯାଇଥିଲା। ଓକେ, ସୋ ଆମର ଏଇ 2024 ବିଷୟରେ ଦେଖିବା। ଆମେ 2024ରେ ଇଣ୍ଡିଆର ଯୋଉ ଆମର ଓପନିଂ ସେରିମନି ଯୋଉ ପାରିସ ଅଲମ୍ପିକରେ ଯୋଉ ଆମର ଓପନିଂ ସେରିମନି ହେଲା 2024 ଓପନିଂ ସେରିମନି ହେଲା, ସେଥିରେ ଇଣ୍ଡିଆର କିଏ ଫ୍ଲାଗ ବିୟରର ଥିଲେ, କିଏ ପତାକା ଧରିକି ଚାଲିଥିଲେ? ପିଭି ସିନ୍ଧୁ ଏବଂ ଶରତ କମଲ, ଏ ଦୁଇ ଜଣ ଫ୍ଲାଗ ବିୟରର ଥିଲେ ଇଣ୍ଡିଆର ଯୋଉ ଇଣ୍ଡିଆର ଫ୍ଲାଗ ବିୟରର ଡ୍ୟୁରିଂ ଦ ଓପନିଂ ସେରିମନି ଅଫ ପ୍ୟାରିସ ଅଲମ୍ପିକ 2024। ଓକେ, ତ ଯୋଉ କ୍ଲୋଜିଂ ସେରିମନିରେ କିଏ ଥିଲେ? କ୍ଲୋଜିଂ ସେରିମନିରେ ଥିଲେ ଆମର ହକି ଗୋଲକିପର ପିଆର ସିଜେସ। ଓକେ, ପ୍ୟାରିସ ଅଲମ୍ପିକ 2024ର କ୍ଲୋଜିଂ ସେରିମନିର ଫ୍ଲାଗ ବିୟରର ହଉଛନ୍ତି କିଏ ନା ହକି ଗୋଲକିପର ପିଆର ସିଜେସ, ଯିଏକି ଅବସର ନେଇଗଲେ, କେରଳରୁ ସେ ଆସିଥାନ୍ତୁ, ଅବସର ନେଇଗଲେ, ଏବଂ ପିସ୍ତଲ ସୁଟର ମନୋ ଭାକର, ଯିଏକି 2ଟି ବ୍ରୋଞ୍ଜ ଜିତିଛନ୍ତି। ଓକେ, ଏଇ ଦୁଇ ଜଣ ଫ୍ଲାଗ ବିୟରର ଥିଲେ। ଆଉ ଆମର ପ୍ୟାରିସ ଅଲମ୍ପିକ 2024ର ଏଇ ଯୋଉ କ୍ଲୋଜିଂ ସେରିମନି ହୋଇଥିଲା ଗୋଟେ ଷ୍ଟାଡିୟମରେ, ସେ ଷ୍ଟାଡିୟମ ନାଁ କଣ? ସେ ଷ୍ଟାଡିୟମ ନାଁ ହଉଛି
ଷ୍ଟେଡେ ଡି ଫ୍ରାନ୍ସ, ଡି ଫ୍ରାନ୍ସ, ଷ୍ଟେଡେ ଡି ଫ୍ରାନ୍ସ ସେଟା ଷ୍ଟାଡିୟମ ନା। ଓପନିଂ ସେରିମନି ଯୋଉଟା ହେଇଥିଲା ସେଟା ଗୋଟେ ରିଭର ରହିଥିଲା, ରିଭର ନାଁ ହଉଛି କଣ, ରିଭର ସେନ୍। ଓକେ, ରିଭର ଏସିଆଇ ଏନ୍, ରିଭର ସେନ୍ ରେ ଆମର ଓପନିଂ ସେରିମନି ହୋଇଥିଲା ପ୍ୟାରିସ ଅଲିମ୍ପିକ 2024 ଏବଂ କ୍ଲୋଜିଂ ସେରିମନି ହୋଇଥିଲା ଷ୍ଟେଡେ ଡି ଫ୍ରାନ୍ସ, ଷ୍ଟେଡେ ଡି ଫ୍ରାନ୍ସ, ଷ୍ଟେଡେ ଡି ଫ୍ରାନ୍ସ। ଓକେ, ନେକ୍ସଟ ଦେଖିବା, ନେକ୍ସଟ ହେଲା ଇଣ୍ଡିଆର କେତେ ଆଥଲେଟ ଭାଗ ନେଇଥିଲେ। ଇଣ୍ଡିଆ ଟୋଟାଲ 117 ଆଥଲେଟ ଭାଗ ନେଇଥିଲେ 16 ସ୍ପୋର୍ଟସ। ଓକେ, 16 ସ୍ପୋର୍ଟସ ବିଭାଗରେ 117 ଜଣ ଆଥଲେଟ ଭାଗ ନେଇଥିଲେ ଇଣ୍ଡିଆର 2024 ପ୍ୟାରିସ ଅଲିମ୍ପିକ ପାଇଁ। ଆଉ ମାକ୍ସିମମ୍ 22 ଜଣ କେଉଁ ପ୍ରଦେଶରୁ ଥିଲେ, ଆମ ହରିୟାଣାରୁ ଥିଲେ, ମାକ୍ସିମମ୍ 22 ଜଣ ଥିଲେ। ତ ଏଇ 117 ଆଥଲେଟରୁ 47 ଜଣ ଫିମେଲ ଥିଲେ ଏବଂ 70 ଥିଲେ ଆମର ମେଲ୍। 47 ଫିମେଲ, 70 male athlete participated from India, and this is the India's second biggest contingent. କାହିଁକି ନା ଏଇ ଯୋଉ 117 ଜଣ ପୂର୍ବରୁ ମଧ୍ୟ ଆମର 2021 ଅଲିମ୍ପିକ 2020 ନହେଲେ 2021 ଯୋଉଟା ହେଇଛି ଟୋକିଓ ଅଲିମ୍ପିକ୍ସରେ ଆମର 121 ଜଣ ଭାଗ ନେଇଥିଲେ। ତେଣୁକରି ଏହା ହବ ଦ୍ୱିତୀୟ ମାକ୍ସିମମ୍, ଆମର ପ୍ୟାରିସ ଅଲିମ୍ପିକ ଟା ହବ ଦ୍ୱିତୀୟ ମାକ୍ସିମମ୍ ନମ୍ବର ହିସାବରେ କେତେ ଜଣ ଆଥଲେଟ ଇଣ୍ଡିଆରେ ଭାଗ ନେଇଥିଲେ ନା 117 ଜଣ। ତ ଆମର ଟୋକିଓ ଅଲିମ୍ପିକ୍ସ ନେଇଥିଲା ସର୍ବାଧିକ 121 ଜଣ। ଓକେ, ନେକ୍ସଟ ହେଲା ଏଇ ଯୋଉ ଆମର ଅଲିମ୍ପିକ 2024 କେଉଁ ଦେଶ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ରହିଲେ ନା ୟୁଏସ୍ ଆମର 126ଟି ମେଡାଲ ସହ ପ୍ରଥମ ସ୍ଥାନରେ, ଚାଇନା 91ଟି ମେଡାଲ ସହ ତୃତୀୟ ସ୍ଥାନରେ, ଜାପାନ 45ଟି ମେଡାଲ ସହ ତୃତୀୟ ସ୍ଥାନରେ ରହିଲେ। ୟୁଏସଏ 40ଟି ଗୋଲ୍ଡ, 44ଟି ସିଲଭର, 42ଟି ବ୍ରୋଞ୍ଜ, ଚାଇନା 40ଟି ଗୋଲ୍ଡ, 27ଟି ସିଲଭର ଏବଂ 24ଟି ବ୍ରୋଞ୍ଜ ମେଡାଲ, ଜାପାନ 20ଟି ଗୋଲ୍ଡ, 12ଟି ସିଲଭର ମେଡାଲ ଏବଂ 13ଟି ବ୍ରୋଞ୍ଜ ମେଡାଲ ସହ ଜାପାନ ରହିଛି ତୃତୀୟ ସ୍ଥାନ। ଇଣ୍ଡିଆ ସ୍ଥାନ କେତେ? ଇଣ୍ଡିଆର ର୍ୟାଙ୍କ ହଉଛି ଆମର ପ୍ୟାରିସ ଅଲିମ୍ପିକରେ ଇଣ୍ଡିଆର ର୍ୟାଙ୍କ ହେଲା 71। ଇଣ୍ଡିଆ ଟୋଟାଲ ମେଡାଲ ଜିତିଛି କେତେଟା? 6ଟା ମେଡାଲ ଜିତିଛି। କୌଣସି ଗୋଲ୍ଡ ମେଡାଲ ଜିତି ପାରି ନାହିଁ, ଗୋଟିଏ ସିଲଭର ମେଡାଲ ତା ସହ 5ଟି ବ୍ରୋଞ୍ଜ ମେଡାଲ। ସିଲଭର ମେଡାଲ ଜିତିଛନ୍ତି ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ, ଅନ୍ୟ 5 ବିଭାଗରେ ଆମର 5ଟି କଣ ଆସିଛି, 5ଟି ଗୋଲ୍ଡ ମେଡାଲ ଆସିଛି। ତେଣୁ ଟୋଟାଲ 6 ଟିମ୍ ହିସାବରେ ହକି ଟିମ୍ ଜିତିଛି ଗୋଟିଏ ବ୍ରୋଞ୍ଜ, ଆଉ ଅନ୍ୟ ସବୁ ଇଣ୍ଡିଭିଜୁଆଲ ଖେଳରେ ଏମାନେ ଆଉ 4ଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ଟୋଟାଲ 5 ବ୍ରୋଞ୍ଜ ଏବଂ ଗୋଟିଏ ସିଲଭର ମେଡାଲ, ଟୋଟାଲ ଇଣ୍ଡିଆ 6ଟି ମେଡାଲ ଜିତି 71 ନମ୍ବର ସ୍ଥାନରେ, ଆମର ପ୍ୟାରିସ ଅଲିମ୍ପିକର 71 ନମ୍ବର ସ୍ଥାନରେ ଅଛି। ଓକେ, ତ କେଉଁ ବିଭାଗରେ କିଏ ଜିତିଛନ୍ତି କେଉଁ ମେଡାଲ? ଓକେ, ସୋ ମନୁ ଭାକର ଜିତିଛନ୍ତି ଓମେନ୍ସ 10 ମିଟର ଏୟାର ପିସ୍ତଲରେ, ସୁଟିଂରେ ଜିତିଛନ୍ତି କଣ ନା ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ଏହା ସହିତ ମନୁ ଭାକର ଆଉ ଜଣେ ଅଛନ୍ତି ସରବଜୋତ ସିଂ, ସେ ମିକ୍ସଡ ଟିମ୍ 10 ମିଟର ଏୟାର ପିସ୍ତଲରେ ସୁଟିଂ ଇଭେଣ୍ଟରେ ଜିତିଛନ୍ତି ବ୍ରୋଞ୍ଜ ମେଡାଲ। ଓକେ, ସ୍ୱପ୍ନିଲ କୁସାଲେ ଏ ମେନ୍ସ 50 ମିଟର ରାଇଫଲ 3 ପୋଜିସନ ସୁଟିଂରେ ଜିତିଛନ୍ତି ବ୍ରୋଞ୍ଜ ମେଡାଲ। ଓକେ, ତାପରେ ହକିରେ ଆମର ଟିମ୍ ଇଣ୍ଡିଆ ଏଟା ଟିମ୍ ଇଭେଣ୍ଟରେ, ହକିରେ ଆମର ମେନ୍ସ ଇଭେଣ୍ଟ ସ୍ପେନକୁ ହରାଇ ଇଣ୍ଡିଆ ଜିତିଛି, ହକିରେ ବ୍ରୋଞ୍ଜ ଜିତିଛି ସ୍ପେନକୁ ହରାଇ। ନେଦରଲ୍ୟାଣ୍ଡ ଜିତିଛି ଗୋଲ୍ଡ, ଜର୍ମାନୀ ସିଲଭର, ଇଣ୍ଡିଆ ବ୍ରୋଞ୍ଜ। ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଆଥଲେଟିକ୍ସ ଡିପାର୍ଟମେଣ୍ଟରେ ଯାଏ, ସିଲଭର ଜିତିଛନ୍ତି, ରୌପ୍ୟ ଜିତିଛନ୍ତି। ଅମନ ସେରାତ ମେନ୍ସ ଫ୍ରିଷ୍ଟାଇଲ 57 କେଜି ରେସଲିଂରେ ବ୍ରୋଞ୍ଜ ଜିତିଛନ୍ତି ଅମନ ସେରାତ। ତେଣୁକରି ଅମନ, ନୀରଜ, ସ୍ୱପ୍ନିଲ, ମନୁ ଭାକର, ସରବଜୋତ ସିଂ ଏମାନେ ଇଣ୍ଡିଭିଜୁଆଲ ଜିତିଛନ୍ତି, ଆଉ ଟିମ୍ ଇଣ୍ଡିଆ ଜିତିଛି ଏଟା ଦଳୀୟ ସଂସ୍କରଣରେ ଟିମ୍ ଇଣ୍ଡିଆ ଜିତିଛି ବ୍ରୋଞ୍ଜ। ଓକେ, ଟୋଟାଲ 5 ବ୍ରୋଞ୍ଜ, 1 ସିଲଭର ଜିତି ଟୋଟାଲ 6 ମେଡାଲ ସହ ଇଣ୍ଡିଆ 71ତମ ସ୍ଥାନରେ ଅଛି, 71 ପ୍ଲେସ। ଓକେ, 71 ପ୍ଲେସରେ ଇଣ୍ଡିଆ ଅଛି। ନୋ ଗୋଲ୍ଡ କିଛି ଆସିଲାନି। ନେକ୍ସଟ ହଉଛି ଇଣ୍ଡିଆରୁ ଯୋଉମାନେ ଯାଇଥିଲେ, ଯୋଉମାନେ ଖେଳିବାକୁ ଯାଇଥିଲେ ସେମାନଙ୍କ ମଧ୍ୟରେ ଓଲ୍ଡେଷ୍ଟ କିଏ? ସେମାନଙ୍କ ମଧ୍ୟରେ ଓଲ୍ଡେଷ୍ଟ ହଉଛନ୍ତି ରୋହନ ବୋପାନା, ଟେନିସ ପ୍ଲେୟାର ରୋହନ ବୋପାନା। ସେ 44 ଇୟର୍ସରେ ଏହି ଅଲିମ୍ପିକରେ ଭାଗ ନେଇଥିଲେ। ୟଙ୍ଗେଷ୍ଟ ହଉଛନ୍ତି କିଏ? ଧିନିଧି ଦେଶମୁଖ, କିନ୍ତୁ 14 ବର୍ଷ, ଇଏ 9ମ ଶ୍ରେଣୀରେ ପାଠ ପଢୁଛନ୍ତି, ଏ କର୍ଣ୍ଣାଟକ ରାଜ୍ୟରୁ ଆସିଛନ୍ତି, ଇଏ ଜଣେ ସୁଇମର। ଓକେ, ରୋହନ ବୋପାନା ହେଲେ ଆମର ଓଲ୍ଡେଷ୍ଟ
player is Dhinidhi Dismukh. Next ଦେଖିବା ନେକ୍ସଟ ଆମର ଯୋଉ ନୀରଜ ଚୋପ୍ରା ଜିତିଲେ କଣ ସିଲଭର ଜିତିଲେ ନୀରଜ ଚୋପ୍ରା ଜିତିଲେ ଯୋଉ ସିଲଭର ଜାଭଲିନ ଥ୍ରୋ ଜିତିଲେ ସେଥିରେ ଗୋଲ୍ଡ ଜିତନ୍ତି ପାକିସ୍ତାନର କିଏ ଅର୍ଶଦ ନଦୀମ ସେ ଯୋଉ ଥ୍ରୋ ତାଙ୍କ ଥ୍ରୋ ଥିଲା ଫାଇନାଲ ଥ୍ରୋ ଥିଲା 92.97 ମିଟର ନୀରଜ ଚୋପ୍ରାଙ୍କର ଥିଲା 89.45 ମିଟର ଯିଏ ବ୍ରୋଞ୍ଜ ଜିତିଛନ୍ତି ତାଙ୍କ ନାମ ହଉଛି ଆଣ୍ଡରସନ ପିଟର୍ସ ସେ ଗ୍ରେନେଡାରୁ ଆସିଛନ୍ତି ତାଙ୍କର ଥ୍ରୋ ଥିଲା 88.54 ମିଟର ଓକେ ସୋ ଗୋଲ୍ଡ ପାକିସ୍ତାନରୁ ଅର୍ଶଦ ନଦୀମ ସିଲଭର ଇଣ୍ଡିଆର ନୀରଜ ଚୋପ୍ରା ବ୍ରୋଞ୍ଜ ଆଣ୍ଡରସନ ପିଟର୍ସ ନେକ୍ସଟ ହେଲା ଇଣ୍ଡିଆନ ହକି ଟିମ୍ ଆମର କଣ ଜିତିଲା ନା ବ୍ରୋଞ୍ଜ ଜିତିଲେ ଇଣ୍ଡିଆନ ହକି ଟିମ୍ ଡିଫିଟେଡ୍ ସ୍ପେନ୍ ବାଇ 2-1 ମାର୍ଜିନ ୱିନ୍ ବ୍ରୋଞ୍ଜ ମେଡାଲ ନେଦରଲ୍ୟାଣ୍ଡ ଜିତିଲା ଗୋଲ୍ଡ ଜର୍ମାନୀ ଆମର ସିଲଭର ଜିତିଛି ଓକେ ଇଣ୍ଡିଆ ଆମର ପୂର୍ବରୁ ଇଣ୍ଡିଆ ଏଇ ଯୋଉ ଅଲିମ୍ପିକ୍ସରେ 8ଟି ଗୋଲ୍ଡ ମେଡାଲ ଜିତିଛି ତା ସହିତ ବୋଧେ 4ଟି ଚାରୋଟି ବ୍ରୋଞ୍ଜ 1 ସିଲଭର ମେଡାଲ ସହ ଇଣ୍ଡିଆ ଟୋଟାଲ 15 or 13 ମେଡାଲ ଜିତିଛି କେବଳ ହକିରୁ ଅଲିମ୍ପିକ୍ସରେ ଓକେ ସୋ ଦିସ୍ ଇୟର 2024 Paris Olympics India won bronze medal by defeating Spain at 2-1 margin ଓକେ ନେଦରଲ୍ୟାଣ୍ଡ ଗୋଲ୍ଡ ଏବଂ ଜର୍ମାନୀ ସିଲଭର ମେଡାଲ ନେକ୍ସଟ ହେଲା ଅମନ ସେରାଜ ଯିଏକି ରେସଲିଂରେ ଆମର ବ୍ରୋଞ୍ଜ ମେଡାଲ ଜିତିଛନ୍ତି 57 kg ଫ୍ରି ଷ୍ଟାଇଲରେ ସେ ହେଉଛନ୍ତି ୟଙ୍ଗେଷ୍ଟ ଅଲିମ୍ପିକ ମେଡାଲ ୱିନର ଅଫ ଇଣ୍ଡିଆ ପୂର୍ବରୁ ଆମର କିଏ ଥିଲା ପିଭି ସିନ୍ଧୁ ଥିଲେ ସେ 22 ବର୍ଷରେ ମେଡାଲ ଜିତିଥିଲେ ବଟ୍ ତାଙ୍କ ରେକର୍ଡକୁ ବ୍ରେକ୍ କରିଛନ୍ତି କିଏ ନା ଅମନ ସେରାଜ ସେ 21 ବର୍ଷରେ ଏଇ ରେକର୍ଡଟି ସ୍ଥାପନ କରିଛନ୍ତି ଓକେ ସେ କାହାକୁ ପରାସ୍ତ କଲେ ନା ଡାରିଆନ କ୍ରୁଜକୁ ପରାସ୍ତ କରିଛନ୍ତି ତ ମନେ ରଖିବ ଅମନ ସେରାୱତ ହଉଛନ୍ତି ୟଙ୍ଗେଷ୍ଟ ଅଲିମ୍ପିକ ମେଡାଲ winner of India. He won bronze medal by defeating Darian Cruz in men's freestyle 57 kg wrestling event. Okay? So next ଦେଖିବା ନେକ୍ସଟ ହେଲା ମନୁ ଭାକର କଣ ରେକର୍ଡ ସ୍ଥାପନ କରିଛନ୍ତି ଯେ ଦୁଇଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି 2024 ପ୍ୟାରିସ ଅଲିମ୍ପିକରେ ଓକେ ସେ ହଉଛନ୍ତି ଫାଷ୍ଟ ଇଣ୍ଡିଆନ ୱୁମେନ୍ ଟୁ ୱିନ୍ ଏ ମେଡାଲ ଇନ୍ ସୁଟିଂ ମନେ ରଖିବ ସୁଟିଂରେ ଫାଷ୍ଟ ଇଣ୍ଡିଆନ ୱୁମେନ୍ ଯିଏ ମେଡାଲ ଜିତିଲେ ସେ ହଉଛନ୍ତି ମନୁ ଭାକର କିନ୍ତୁ ଆମର ଫାଷ୍ଟ ଇଣ୍ଡିଆନ ୱୁମେନ୍ ହେବେ କିଏ ଯିଏକି ମେଡାଲ ଜିତିଥିଲେ ଅଲିମ୍ପିକ୍ସରେ ସେ ହେବେ କର୍ଣ୍ଣମ ମାଲେଶ୍ୱରୀ ସେ ୱେଟ ଲିଫ୍ଟିଂରେ ଜିତିଥିଲେ ଓକେ ନେକ୍ସଟ ସ୍ଲାଇଡ ମାନଙ୍କର ତାଙ୍କର ଗୋଟେ ଡିସ୍କସନ କରାଯାଇଛି ସେଠି ଗଲେ ଆମେ ଦେଖିବା ତେଣୁକରି ମନୁ ଭାକର ହଉଛନ୍ତି ଫାଷ୍ଟ ଇଣ୍ଡିଆନ ୱୁମେନ୍ କନଫ୍ୟୁଜ ହେବାନି ମନୁ ଭାକର ଫାଷ୍ଟ ଇଣ୍ଡିଆନ ୱୁମେନ୍ ଟୁ ୱିନ୍ ଏ ମେଡାଲ ଇନ୍ ସୁଟିଂ ସୁଟିଂରେ ପ୍ରଥମ ମହିଳା କିଏ ଆମର ଭାରତରୁ ଯିଏ ମେଡାଲ ଜିତିଲେ ସିଏ ହେଲେ ମନୁ ଭାକର also she the first Indian woman to win multiple medals at a single Olympic event okay post independence ଆମର ପ୍ରି ଇଣ୍ଡିପେଣ୍ଡେନ୍ସ କିଏ ଜିତିଥିଲା ନା ଆଙ୍ଗ୍ଲୋ ଇଣ୍ଡିଆନ ଯୋଉ ଥିଲେ ନର୍ମାନ ପିଚାର୍ଡ ଯିଏକି 1900 ମସିହାରେ ଆମର ପ୍ୟାରିସ ଅଲିମ୍ପିକ ବା ଦ୍ୱିତୀୟ ଅଲିମ୍ପିକ୍ସରେ ଭାଗ ନେଇଥିଲେ ସେ ପ୍ରି ଇଣ୍ଡିପେଣ୍ଡେନ୍ସରେ 2ଟି ସିଲଭର ମେଡାଲ ଜିତିଥିଲେ ଆଥଲେଟିକ୍ସରେ ଓକେ ସେ ଥିଲେ ଆଙ୍ଗ୍ଲୋ ଇଣ୍ଡିଆନ ବଟ୍ ପୋଷ୍ଟ ଇଣ୍ଡିପେଣ୍ଡେନ୍ସରେ ଫାଷ୍ଟ ଇଣ୍ଡିଆନ କିଏ ଯିଏକି ସିଙ୍ଗଲ ଅଲିମ୍ପିକ ଇଭେଣ୍ଟରେ ଆମର 2ଟି ମେଡାଲ ଜିତିଛନ୍ତି ମାନେ ମଲ୍ଟିପୁଲ ମେଡାଲ ଜିତିଛନ୍ତି ସେ ହେଲେ ମନୁ ଭାକର ବଟ୍ ଆଉ ଗୋଟେ ଜିନିଷ ମନେ ରଖିବ କି ନୀରଜ ଚୋପ୍ରା ହେଲେ ପିଭି ସାନ୍ଧୁ ସୁଶୀଲ କୁମାର ଏମାନେ ଦୁଇଟି ମେଡାଲ ମଧ୍ୟ ଜିତିଛନ୍ତି ବଟ୍ ସିଙ୍ଗଲ ଏଡିସନରେ ଜିତିନାହାନ୍ତି ସେମାନେ ଭିନ୍ନ ଏଡିସନରେ ଜିତିଛନ୍ତି କିନ୍ତୁ ମନୁ ଭାକର 2024ର ସିଙ୍ଗଲ ଏଡିସନରେ ଗୋଟେ ମିକ୍ସ ଡବଲ୍ସରେ ଆମର ସୁଟିଂରେ ଆଣିଲା ବ୍ରୋଞ୍ଜ ତା ସହିତ ଗୋଟେ ସିଙ୍ଗଲ୍ସରେ ମଧ୍ୟ ବ୍ରୋଞ୍ଜ ଆଣିଛନ୍ତି କିନ୍ତୁ ନୀରଜ ଚୋପ୍ରା ପିଭି ସାନ୍ଧୁ ସୁଶୀଲ କୁମାର ଡିଫରେଣ୍ଟ ଇୟରରେ ଅଲିମ୍ପିକ ଯୋଉ ହୋଇଥିଲା ସେଥିରେ ଜିତିଛନ୍ତି ତେଣୁ ଆମର ନୀରଜ ଚୋପ୍ରା ଜିତିଛନ୍ତି 2020 ମନେ ରଖିବେ ନୀରଜ ଚୋପ୍ରା ଆମେ ଜିତିଲେ 2000 ନୀରଜ ଚୋପ୍ରା ଆମେ ଜିତିଲେ ଲେଖୁଛି 2020 ଟୋକିଓରେ ଓକେ ଟୋକିଓରେ କଣ ଜିତିଲେ ସିଏ ନା ଗୋଲ୍ଡ ଜିତିଲେ ନୀରଜ ଚୋପ୍ରା ଟୋକିଓରେ ଗୋଲ୍ଡ ଜିତିଲେ ତାପରେ 2024 ଏଇ ଯୋଉ ଅଲିମ୍ପିକରେ 2024 ଅଲିମ୍ପିକରେ ପ୍ୟାରିସ ଅଲିମ୍ପିକରେ ଗୋଲ୍ଡ ଜିତିଲେ ସିଲଭର ଜିତିଲେ ଗୋଲ୍ଡ ଆମ ପାକିସ୍ତାନ ସିଲଭର ନୀରଜ ଚୋପ୍ରା 2020 ଦିଟା ଡିଫରେଣ୍ଟ ଏଡିସନ ତା ସହିତ ସିନ୍ଧୁ ଆମର ଯୋଉ ପିଭି ସିନ୍ଧୁ 2016ରେ ଆମର ସିଲଭର ଜିତିଥିଲେ
2016 ସିଲଭର ଜିତିଥିଲା ପିଭି ସିନ୍ଧୁ, 2020ରେ ଟୋକିଓ ଠାରେ ସେ ବ୍ରୋଞ୍ଜ ଜିତିଥିଲେ। ଓକେ, ପିଭି ସିନ୍ଧୁ 2016 ଏବଂ 2020। ତାର ସୁଶୀଲ କୁମାର ବକ୍ସିଂ ରେ ସେ 2008ରେ, ସୁଶୀଲ କୁମାର 2008ରେ, 2008ରେ ଆମର ସେ କଣ ଜିତିଥିଲେ? ବ୍ରୋଞ୍ଜ ଜିତିଥିଲେ। ତାପରେ 2012ରେ ଆମର ସେ ଜିତିଥିଲେ ସିଲଭର। 2000 2000 2000 2008 2012 ସୁଶୀଲ କୁମାର 2008 2012। ସିନ୍ଧୁ ହଉଛି 2016 2020, ସିନ୍ଧୁ 2020। ତାପରେ ଆମର 2020 2024ରେ ଆମର ଜିତିଲେ କିଏ? ନା ନୀରଜ ଚୋପ୍ରା। ଇଏ ହେଲା ଆମ ନୀରଜ ଚୋପ୍ରା ପିଭି ସିନ୍ଧୁ 2016 2020ରେ ସିନ୍ଧୁ, ଆଉ 2008 2012 ସୁଶୀଲ କୁମାର। এই ତିନି ଜଣ ମଧ୍ୟ ଦୁଇଟି ମେଡାଲ ପାଇଛନ୍ତି, କିନ୍ତୁ ଦୁଇଟି ଡିଫରେଣ୍ଟ ଏଡିସନରେ। ମାତ୍ର ମନୁ ଭାକର 2024ର ଏକ ସିଙ୍ଗଲ ଏଡିସନରେ ପ୍ରଥମ ଇଣ୍ଡିଆନ ଯିଏକି ଦୁଇଟି ମେଡାଲ ବା ମଲ୍ଟିପୁଲ ମେଡାଲ ଜିତିଛନ୍ତି। ଓକେ, ପ୍ରି ଇଣ୍ଡିପେଣ୍ଡେନ୍ସରେ 1900 ମସିହା ପ୍ୟାରିସ ଅଲିମ୍ପିକରେ ଆଙ୍ଗ୍ଲୋ ଇଣ୍ଡିଆନ ନର୍ମାନ ପିଚାର୍ଡ ସେ ଜିତିଥିଲେ ଇଣ୍ଡିଆ ତରଫରୁ। ବଟ୍ ସେ ଏଟା ହଉଛି ପ୍ରି ଇଣ୍ଡିପେଣ୍ଡେନ୍ସ। ଓକେ, ମନେ ରହିଲା। ତ ସର୍ବମୋଟ ଆମେ ଦେଖିବାକୁ ଗଲେ ଭାରତ ତରଫରୁ କିଏ ମଲ୍ଟିପୁଲ ମେଡାଲ ଜିତିଛନ୍ତି? ଆସିବ ଆମ ନୀରଜ ଚୋପ୍ରା। ପ୍ରଥମେ ଆସିବ ନୀରଜ ଚୋପ୍ରା, ପିଭି ସିନ୍ଧୁ, ସୁଶୀଲ କୁମାର ଏବଂ ମନୁ ଭାକର। ବଟ୍ କିଏ ସିଙ୍ଗଲ ଏଡିସନରେ ମଲ୍ଟିପୁଲ ମେଡାଲ ଜିତିଛନ୍ତି? ସେ ହଉଛନ୍ତି ମନୁ ଭାକର। ଓକେ, ନେକ୍ସଟ ଦେଖିବା ଇଣ୍ଡିଆନ ହିଷ୍ଟ୍ରି ଉପରେ ଆମେ ଦେଖିବା। ଓକେ, ଇଣ୍ଡିଆନ ହିଷ୍ଟ୍ରି ଅଫ ଅଲିମ୍ପିକ୍ସ ଇଣ୍ଡିଆ କିଏ ପାର୍ଟିସିପେଟ କଲା? ଫାଷ୍ଟ କହିକି ଆସିଥିଲି 1900 ମସିହାରେ ପାର୍ଟିସିପେଟ କରିଥିଲା। ପ୍ରଥମ କରି ନର୍ମାନ ପିଚାର୍ଡ, ଯିଏକି ଜଣେ ଆଙ୍ଗ୍ଲୋ ଇଣ୍ଡିଆନ, ସେ ଦୁଇଟି ମେଡାଲ ଜିତିଥିଲେ। ଓକେ, ଓକେ, ନର୍ମାନ ପିଚାର୍ଡ ଯିଏ, ସେ ଆମର 1900 ମସିହାରେ ଭାରତ ଯୋଉ ଭାଗ ନେଇଥିଲା ପ୍ରଥମ ଅଲିମ୍ପିକ୍ସରୁ, ସେଠି ଆମର ଦୁଇଟି ମେଡାଲ ସେ ଜିତିଥିଲେ। ଓକେ, କିନ୍ତୁ ଆମର ଭାରତ ସ୍ୱାଧୀନ ହେଲା ପରେ 1952 ମସିହାରେ କେ ଡି ଯାଦବ, 1952 ମସିହାରେ ଭାରତ ସ୍ୱାଧୀନ ହେଲା ପରେ କେ ଡି ଯାଦବ ଜିତିଲେ ପ୍ରଥମ ଅଲିମ୍ପିକ ଇଣ୍ଡିଭିଜୁଆଲ ଅଲିମ୍ପିକ ମେଡାଲ ବ୍ରୋଞ୍ଜ। କୋଉଠି? ନା 1952 ମସିହା ହେଲସିଙ୍କି ଅଲିମ୍ପିକ୍ସରେ ହୋଇଥିଲା। ଓକେ, ସେ ହଉଛନ୍ତି ଆମର ଫାଷ୍ଟ ଇଣ୍ଡିଆନ ଯିଏକି ଇଣ୍ଡିଭିଜୁଆଲ ମେଡାଲ ଜିତିଥିଲେ। କୋଉ ଅଲିମ୍ପିକରେ? ନା ହେଲସିଙ୍କି ଅଲିମ୍ପିକ ହୋଇଥିଲା। ସେଠି ଆମର ସେ ଆମ ରେସଲିଂରେ ଜିତିଥିଲେ। ଓକେ, ଆଉ ପ୍ରଥମ ମହିଳା ହଉଛନ୍ତି କହିକି ଆସିଥିଲି କର୍ଣ୍ଣମ ମାଲେଶ୍ୱରୀ ପ୍ରଥମ ମହିଳା ଯିଏକି ମେଡାଲ ଜିତିଥିଲେ। କର୍ଣ୍ଣମ ମାଲେଶ୍ୱରୀ ଅଲିମ୍ପିକ। ସୋ କଣ ଜାଣିଲା ନା କେଡି ଯାଦବ ହଉଛନ୍ତି ଯିଏକି ପ୍ରଥମ ଇଣ୍ଡିଭିଜୁଆଲ ମେଡାଲ ଜିତିଛନ୍ତି ଇଣ୍ଡିଆ ତରଫରୁ ଆଫ୍ଟର ଇଣ୍ଡିପେଣ୍ଡେନ୍ସ 1952 ମସିହା ହେଲସିଙ୍କି ଅଲିମ୍ପିକ୍ସରେ। ଓକେ, ପ୍ରଥମ ଜିତିଥିଲେ ଆମର ବିଫୋର ଇଣ୍ଡିପେଣ୍ଡେନ୍ସ ନର୍ମାନ ପିଚାର୍ଡ, ସେ ହଉଛନ୍ତି ଆଙ୍ଗ୍ଲୋ ଇଣ୍ଡିଆନ, 1900 ମସିହା ଜିତିଥିଲେ। ଓକେ, ସୋ ଆମର ନେକ୍ସଟ ଦେଖିବା କର୍ଣ୍ଣମ ମାଲେଶ୍ୱରୀ ହଉଛନ୍ତି ପ୍ରଥମ ଫାଷ୍ଟ ଇଣ୍ଡିଆନ ଓମେନ ଯିଏକି ସେ ହଉଛନ୍ତି କର୍ଣ୍ଣମ ମାଲେଶ୍ୱରୀ। ସେ ଆମର ମେଡାଲ ଜିତିଛନ୍ତି ଅଲିମ୍ପିକ ମେଡାଲ 2000 ମସିହାରେ ସିଡନୀ ଅଲିମ୍ପିକରେ 69 କେଜି ୱେଟ ଲିଫ୍ଟିଂରେ ଭାରତ ଅନୁକାରୀ ଭାବେ ସେ 69 କେଜି ୱେଟ ଲିଫ୍ଟିଂରେ ସିଡନୀ ଅଲିମ୍ପିକ 2000 ମସିହାରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ। କିଏ? କର୍ଣ୍ଣମ ମାଲେଶ୍ୱରୀ। ସେ ମଧ୍ୟ ଆମର 1994 ମସିହାରେ ଭାରତ ସରକାରଙ୍କ ତରଫରୁ ଅର୍ଜୁନ ପୁରସ୍କାର ଜିତିଥିଲେ। ଅର୍ଜୁନ ପୁରସ୍କାର 1994 ମସିହାରେ ଏବଂ 1999 ମସିହାରେ ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ ସେ ପାଇଥିଲେ। ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡ ମଧ୍ୟ ସେ ପାଇଥିଲେ। ଓକେ, ଖେଳରତ୍ନ ଆୱାର୍ଡ ମଧ୍ୟ ସେ ପାଇଥିଲେ। କିଏ? ନା କର୍ଣ୍ଣମ ମାଲେଶ୍ୱରୀ। କଣ ଜାଣିଲେ ନା କର୍ଣ୍ଣମ ମାଲେଶ୍ୱରୀ ହଉଛନ୍ତି ଫାଷ୍ଟ ଇଣ୍ଡିଆନ ଓମେନ who win an Olympic medal, ପ୍ରଥମ ଭାରତୀୟ ମହିଳା। ପ୍ରଥମ ଭାରତୀୟ ମହିଳା ଯିଏକି ଗୋଟିଏ ଇଭେଣ୍ଟରେ ଗୋଟିଏ ଅଲିମ୍ପିକ ଏଡିସନରେ ଦୁଇଟି ମେଡାଲ ଜିତିଲେ। ପ୍ରଥମ ଭାରତୀୟ ମହିଳା, ତା ସହିତ ପ୍ରଥମ ଭାରତୀୟ ସେ ହଉଛନ୍ତି ମନୁ ଭାକର। ଦୁଇଟି ମେଡାଲ ଜିତିଛନ୍ତି ଗୋଟିଏ ଏଡିସନ। ଓକେ, ଦୁଇଟି ଜିତିଛନ୍ତି। କର୍ଣ୍ଣମ ମାଲେଶ୍ୱରୀ ହଉଛନ୍ତି
ପ୍ରଥମ ମହିଳା ଯିଏକି ଭାରତୀୟ ମହିଳା ଯିଏକି ଅଲମ୍ପିକ ମେଡାଲ ଜିତିଥିଲେ 2000 ସିଡନୀ ଅଲମ୍ପିକରେ ବ୍ରୋଞ୍ଜ ମେଡାଲ। ଓକେ, ନେକ୍ସଟ ଦେଖିବା ଆମର ଯୋଉ ଗୋଲ୍ଡ ମେଡାଲ ଇଣ୍ଡିଆ ତରଫରୁ ଇଣ୍ଡିଭିଜୁଆଲ ହକିରେ ତ ଇଣ୍ଡିଆ 8ଟି ଗୋଲ୍ଡ ଜିତିଛି ହକିରେ। ଇଣ୍ଡିଭିଜୁଆଲ କିଏ ଜିତିଛନ୍ତି? ଅଭିନବ ବିନ୍ଦ୍ରା ଜିତିଛନ୍ତି ସୁଟିଂରେ ବେଜିଂ ଅଲମ୍ପିକ 2008 ଏବଂ ନୀରଜ ଚୋପ୍ରା ଲାଷ୍ଟ ଏଡିସନ 2020ରେ ଟୋକିଓ ଅଲମ୍ପିକ ଜିତିଥିଲେ ଗୋଲ୍ଡ ମେଡାଲ। ସୋ ଅଭିନବ ବିନ୍ଦ୍ରା ଏବଂ ନୀରଜ ଚୋପ୍ରା ଦୁଇ ଜଣ ଜିତିଛନ୍ତି ଗୋଲ୍ଡ ମେଡାଲ ଇଣ୍ଡିଭିଜୁଆଲି। ସୋ ଅଭିନବ ବିନ୍ଦ୍ରା ହଉଛନ୍ତି ଫାର୍ଷ୍ଟ ଗୋଲ୍ଡ ମେଡାଲ ୱିନର ଅଫ ଇଣ୍ଡିଆ। ଓକେ, ଇଣ୍ଡିଭିଜୁଆଲ ଗୋଲ୍ଡ ମେଡାଲ। ଓକେ, ସୋ ନେକ୍ସଟ ଦେଖିବା ଇଣ୍ଡିଆର ଟେଲି ଆମର ଇଣ୍ଡିଆର କେତେଟା ମଡେଲ ଯୋଉ ଆମର ଯୋଉ ମେଡାଲ ଜିତିଛି ସେ ମେଡାଲ ଟେଲି କେତେ କଣ ଜିତିଛି ଟୋଟାଲ ଅଲମ୍ପିକ୍ସରେ ଆମର ଯୋଉ 1896 ଅଲମ୍ପିକ ଯୋଉ ଆରମ୍ଭ ହୋଇଛି ମଡର୍ନ ଅଲମ୍ପିକ୍ସ 1896ରୁ 2024 ମଧ୍ୟରେ ଇଣ୍ଡିଆ ଟୋଟାଲ ଜିତିଛି 41ଟି। ଗୋଲ୍ଡ ହଉଛି 10ଟି, ସିଲଭର 10ଟି, ବ୍ରୋଞ୍ଜ 21ଟି। ଟୋଟାଲ 41 ଜିତିକି ଇଣ୍ଡିଆର ର୍ୟାଙ୍କ ହଉଛି ଆମର 57। এই ଗୋଲ୍ଡ 10ଟିରୁ ଇଣ୍ଡିଆ 8ଟି ହକିରେ ଜିତିଛି ଏବଂ 2ଟି ଆମର ନୀରଜ ଚୋପ୍ରା, ଗୋଟିଏ ଅଭିନବ ବିନ୍ଦ୍ରା ଜିତିଛି। ଓକେ, ସୋ 8ଟି ଯୋଉ ହକିରେ ଗୋଲ୍ଡ ମେଡାଲ ଜିତିଛି ତାହା କେଉଁ ମସିହା ଜିତିଥିଲା? ତାହା ଜିତିଥିଲା 1928, 1932, 1936, ଆମର 1948। ତାପରେ ଆମର ଅଲମ୍ପିକ ହୋଇନଥିଲା ବିଶ୍ୱଯୁଦ୍ଧ ପାଇଁ, ତେଣୁକରି 1948, ଦେନ୍ 1952, 1956, 64 ଏବଂ ଲାଷ୍ଟ ଗୋଲ୍ଡ ଜିତିଥିଲା ହକିରେ ଫିଲ୍ଡ ହକିରେ ଇଣ୍ଡିଆ ଲାଷ୍ଟ ଗୋଲ୍ଡ ଜିତିଥିଲା 1980 ମସିହା। ଆଉ 2020 ଏବଂ 2024ରେ ଇଣ୍ଡିଆ ଲଗାତାର ବ୍ରୋଞ୍ଜ ମେଡାଲ ଜିତିଛି, ବ୍ରୋଞ୍ଜ ଜିତିଛି ହକିରେ। ଓକେ, ସୋ ଆମେ ଯଦି ଡିଭାଇଡ କରିବା ଇଣ୍ଡିଆ କେଉଁ କେଉଁ ବିଭାଗରେ କେତେଟା ମେଡାଲ ଜିତିଛି, ସୋ ଇଣ୍ଡିଆ ହକିରେ ଜିତିଛି ଆମର ହକିରେ ଟୋଟାଲ ଜିତିଛି 13ଟି, 8ଟି ଗୋଲ୍ଡ, ଗୋଟିଏ ସିଲଭର, 4ଟି ବ୍ରୋଞ୍ଜ ମେଡାଲ। ଓକେ, ସୋ ସୁଟିଂରେ ଜିତିଛି 7ଟି, ଗୋଟିଏ ଗୋଲ୍ଡ, 2ଟି ସିଲଭର, 4ଟି ବ୍ରୋଞ୍ଜ। ତାପରେ ଆମର ଆଥଲେଟିକ୍ସରେ ଇଣ୍ଡିଆ ଜିତିଛି ଟୋଟାଲ 4ଟି, ଗୋଟିଏ ଗୋଲ୍ଡ, 3ଟି ସିଲଭର। ଏବଂ ରେସଲିଂରେ ଜିତିଛି ଗୋଟେ ମିନିଟ୍, ଆମର ରେସଲିଂରେ ଇଣ୍ଡିଆ ଜିତିଛି କେତୋଟି? ସୋ ରେସଲିଂରେ ଇଣ୍ଡିଆ ଜିତିଛି ଆମର କେତୋଟି ଜିତିଛି? 8ଟି ଜିତିଛି, 2ଟି ଆମର ହବ ସିଲଭର, 6ଟି ବ୍ରୋଞ୍ଜ। ଓକେ, 2ଟି ସିଲଭର ରେସଲିଂରେ, 6ଟି ବ୍ରୋଞ୍ଜ, ହେଲେ 8ଟି। ବ୍ୟାଡମିଣ୍ଟନରେ 3ଟି, ଗୋଟିଏ ସିଲଭର, 2ଟି ବ୍ରୋଞ୍ଜ। ତାପରେ ଆମର ୱେଟ ଲିଫ୍ଟିଂରେ ଟୋଟାଲ ଜିତିଛି ଭାରତ 2ଟି, ଗୋଟିଏ ସିଲଭର, ଗୋଟିଏ ବ୍ରୋଞ୍ଜ। ଆଉ ଆମର ବକ୍ସିଂରେ ଜିତିଛି ଟୋଟାଲ 3ଟି, ବକ୍ସିଂରେ 3ଟି ହଉଛି କଣ ନା 3ଟି କେବଳ ବ୍ରୋଞ୍ଜ। ଟେନିସରେ ଜିତିଛି ଗୋଟିଏ ବ୍ରୋଞ୍ଜ। ତ ଏହିପରି ମିଶାଇ ଦେଲେ ଆମର ସର୍ବମୋଟ 41 ମେଡାଲ ଜିତିଛି ଆମର ଇଣ୍ଡିଆ ଏଯାବତ ହୋଇଯାଇଥିବା ଅଲିମ୍ପିକ୍ସ ମାନଙ୍କରେ। ତାର ର୍ୟାଙ୍କ ହଉଛି 57। ସୋ ଅଲିମ୍ପିକ୍ସ ବିଷୟରେ ଯୋଉ କ୍ୱେଶ୍ଚିନ୍ ଆସିପାରିବ ଏଇଥିରେ ଆମେ ଡିସ୍କସନ କରିଦେଇଛନ୍ତି।